सबु भावना को बुझाइबा पई शब्द न थाई, सबु इच्छा को पूरा करिबा पई सामर्थ्य न थाई। सेति पई किछि दोष न थाई भी बेले बेले दोषी हेबाकू पड़े, आउ किछि इच्छा मारी देई हसी हसी बंचिबाकू हुए। ओं विष्णवे नमो। नमस्कार, मु आपण मानकर सेही प्रिय जजाति केशरी दास। ଆଜି ବି ନେଇ ଆସିଛି ରାଶିଫଳ ସହିତ ପଞ୍ଚାଙ୍ଗ। ତେବେ ତା ପୂର୍ବରୁ ଜାଣି ନବା କିଛି ଶୁଭ ବାର୍ତ୍ତା। ପିତୃପୁରୁଷ ମାନଙ୍କର ଫଟୋ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ କାନ୍ଥରେ ନ ଲଗାଇ ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ। ଉତ୍ତର ଦିଗ କାନ୍ଥରେ ଫଟୋ ଲଗାଇଲେ ତାଙ୍କ ମୁହଁଟି ଦକ୍ଷିଣ ଦିଗ ଆଡକୁ ରହିବ। ଏଥିରେ ଆପଣଙ୍କର ପରିବାର ମଙ୍ଗଳ ହୁଏ। ତେବେ ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 26 ତାରିଖ, ଓଡ଼ିଆ ଚୈତ୍ର ମାସ 12 ଦିନ, ଗୁରୁବାର, ଶୁକ୍ଳ ପକ୍ଷ, ଅଷ୍ଟମୀ ତିଥି, ଯାହା ଅପରାହ୍ନ 3:03 ପର୍ଯ୍ୟନ୍ତ ରହୁଛି। ତାପରେ ନବମୀ ତିଥି ଆରମ୍ଭ ହଉଛି। ଆଜି ଆଦ୍ରା ନକ୍ଷତ୍ର, ଯାହା ଅପରାହ୍ନ 5:27 ପର୍ଯ୍ୟନ୍ତ ରହୁଛି। ତାପରେ ପୁନର୍ବସୁ ନକ୍ଷତ୍ର ଆରମ୍ଭ ହଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:47 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:54। ଆଜି ଯୁଗ୍ନି ରହିଛି ଐଶାନ ଦିଗେ ଦିବା 12:59 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଅପରାହ୍ନ 5:27 ପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି। ଆଜି ଅଷ୍ଟମୀ ଏବଂ ନବମୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ନଡ଼ିଆ, ତତ୍ସହିତ ଲାଉ ଭୋଜନ ନିଷେଧ ରହିଛି। ଆଜି ହଉଛି ମା ବାସନ୍ତୀ ଦେବୀଙ୍କର ଅଷ୍ଟମୀ ପୂଜା, ସିନ୍ଧି ପୂଜା, ପୀଠେ ନବମୀ ପୂଜା। ତତ୍ସହିତ ଆଜି ଲିଙ୍ଗରାଜ ଦେବଙ୍କର ଅଶୋକାଷ୍ଟମୀ ରଥଯାତ୍ରା। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ। ପୁଂସବନ, ସୀମାନ୍ତୟନ, ବିଦ୍ୟାରମ୍ଭ, କଳା ସଙ୍ଗୀତ ବିଦ୍ୟାରମ୍ଭ, ଋଗ୍ବେଦ ବ୍ରତ ପ୍ରଣୟନ, ତତ୍ସହିତ ପୁରାତନ ଗୃହ ପ୍ରବେଶ। ଆଜିର ଅଶୁଭ ବେଳା, ଯାହା ଦିବା 1:23 ଦିବା 2:55 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:16 ଅପରାହ୍ନ 5:54 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 12:10 ରାତ୍ରି 1:43 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:46 ଦିବା 12:10 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:44 ରାତ୍ରି 3:31 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିରୋଧୀ ମାନେ ଆପଣଙ୍କର କାର୍ଯ୍ୟକଳାପକୁ ନିଶ୍ଚିତ ତୀକ୍ଷ୍ଣ କରିକି ଅନେଇବେ, କିନ୍ତୁ ଆପଣ ତାଙ୍କୁ ମାତ ଦେଇ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ମେଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସଫଳ କରିବେ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ଦୃଷ୍ଟି ଆକର୍ଷଣ ହବ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମେଷ ରାଶି ବ୍ୟକ୍ତି ନିଶ୍ଚିତ ନିଜର କାର୍ଯ୍ୟ ଆଗକୁ ବଢିବା ସହିତ ନିଜର ପ୍ରତିଷ୍ଠା ଜାହିର କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଉତ୍ତମ ଯୋଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଆଜି ପ୍ରେମ ବହୁତ ଆଗକୁ ବଢିବ। ଉତ୍ସାହ ଭରା କଥାବାର୍ତ୍ତା କରିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି।
ତତ୍ସହିତ ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୁଗ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେଣୁ ବେପାର ବାଣିଜ୍ୟ ଯେକୌଣସି ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସହଯୋଗ କରିବା ସହିତ ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସାଥ ଦେଉଛନ୍ତି। ପୂର୍ବରୁ କରିଥିବା ପରିଶ୍ରମର ଫଳ ମଧ୍ୟ ପାଇବେ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯଦି ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ନକାରାତ୍ମକ ଭାବନା ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଦାନ ପୁଣ୍ୟରେ ଅଧିକ ସମୟ ଅତିବାହିତ କରିପାରନ୍ତି କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ସମୟ ଦେଇପାରନ୍ତି। ତେବେ ଏଥିରେ ସମୟ ଦେଲେ ଆପଣଙ୍କର ସମୟ କିଛି ଅପଚୟ ହବ ନାହିଁ। ସେଥିରେ ଆପଣ ମାନସିକ ସ୍ଥିତି ଭଲ ରହିବ ଏବଂ କାର୍ଯ୍ୟଗୁଡ଼ିକ ଉତ୍ସାହ ସହକାରେ କରିବେ ଏବଂ କାର୍ଯ୍ୟ ସଫଳତା ମଧ୍ୟ ପାଇବେ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ସ୍ଥିରତା ଆଣିବା ସହିତ ଦୈନନ୍ଦିନ କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ରହିବା ସହିତ ଚାକିରି ସମ୍ବନ୍ଧର କାର୍ଯ୍ୟ କିଛି ମାତ୍ରାରେ ଅସ୍ଥିରତା ଦେଖା ଦେଇପାରେ କିମ୍ବା କାର୍ଯ୍ୟ ଚାପ ବଢିପାରେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଜି ମଧ୍ୟମ ଧରଣର ରହୁଛି। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ବୃଷ ରାଶି ବ୍ୟକ୍ତି ମାନେ ଜଡିତ ଅଛନ୍ତି ନିଜର କଥାବାର୍ତ୍ତାକୁ ଟିକେ ସଂଯମତା ରଖିଲେ ଆପଣଙ୍କର ଭାବପ୍ରୀତି ଭଲ ରହିବ। ନହେଲେ ନିଜ ଭିତରେ ଅପ୍ରୀତିକର ଭାବନା ଆସି ମନାନ୍ତର ଯୁଗ ରହୁଛି। ଏହା ପ୍ରତି ସଚେତନ ରହିବା ସହିତ ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବୃଷ ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଆଜି ଦୂରତା ଅବଲମ୍ବନ କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିପାରିବେ ନାହିଁ, କିନ୍ତୁ ଯୋଜନା ମୁତାବକ ବେପାର ବାଣିଜ୍ୟ କରନ୍ତୁ ନହେଲେ ଆପଣ ବିଫଳତା ମଧ୍ୟ ସାମ୍ନା କରିବାକୁ ପଡିପାରେ। ତେବେ ବୃଷ ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି ଟିକେ ନିଜକୁ ସଚେତନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣଙ୍କର କିଛି ମାତ୍ରା ସ୍ୱାସ୍ଥ୍ୟ ସମସ୍ୟା ରହିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଗ୍ରହ ମାନେ ଆପଣଙ୍କୁ ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛନ୍ତି। ତେଣୁ ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ସଫଳ ହେବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ମିଥୁନ ରାଶି ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ଆପଣଙ୍କର କାର୍ଯ୍ୟକୌଶଳୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ ଆଗକୁ ବଢିବା ସହିତ କାର୍ଯ୍ୟକୌଶଳରେ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ। ବିଶେଷ କରି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିପାରନ୍ତି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ନୂତନ କାର୍ଯ୍ୟରେ କିଛି ନିୟୋଜିତ ହୋଇପାରନ୍ତି କିମ୍ବା ଆପଣଙ୍କର କାର୍ଯ୍ୟ ଯାହାକି ଆଗକୁ ବଢିବ ଅର୍ଥାତ ପ୍ରମୋଶନ କ୍ଷେତ୍ରରେ କିଛି କଥାବାର୍ତ୍ତା ମଧ୍ୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସହଯୋଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ରହୁଥିବାରୁ ଇଣ୍ଟରଭ୍ୟୁ ଏକ୍ଜାମ ଦେଲେ ଆପଣ ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ମହା ଆନନ୍ଦର ଦିନ ହୋଇପାରେ ଯାହାକି ଭଲ ବାର୍ତ୍ତାଳାପ ସହିତ ନିଜ ଭିତରେ ସମ୍ପର୍କ ଭଲ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆଜି ଆପଣଙ୍କର ଭଲ ସମ୍ବନ୍ଧ ରହିବ। ନିଜ ଭିତରେ ଯଦି ପୂର୍ବରୁ ମନାନ୍ତର ଯୁଗ ଥିବ
आज समाधान हबार अनेक चांस रहुची। आज मिथुन राशि व्यक्तिंकर व्यापार वाणिज्य आपण अनेक प्रकार लाभ प्राप्त करिवार उत्तम जुग रहुची, जहा आशा ठारू अधिक लाभ प्राप्त करिवार पूर्ण सुजोग रहुची। नूतन व्यापार वाणिज्य निष्पत्ति नबा पई ग्रह माने आपनकु संपूर्ण सहयोग करूछंती। आदि पूर्वरु करिथिबा परिश्रमर फल प्राप्त करिवे, तत्सहित अर्थ मध्य संचय करिवार पूर्ण सुजोग रहुची मिथुन राशि व्यक्तिंकर। आज मिथुन राशि व्यक्तिंकर जाकि स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज निश्चित समाधान हबार रास्ता बाहरी जाई पारे। आज मिथुन राशि व्यक्तिंकर भाग्य संख्या रहिछि जहाकि 1, भाग्य रंग आपण नाली रंग व्यवहार करंतु एवं ग्रह माने आपनको आज 98% साथ दउछंती। एबे चलंतु जानिबा कर्कट राशि व्यक्तिଙ୍କ विषय। कर्कट राशि व्यक्ति आज समस्त प्रकार कार्य को आपनको धैर्य सहकारे करिवार आवश्यकता रहिछि। कौनसी कार्य को अस्थिरता आदु रखी कार्य करंतु नाही। विशेषकर गुरुत्वपूर्ण निष्पत्ति ठारू कर्कट राशि व्यक्ति दूरता अवलंबन करंतु। आज दैनंदिन कार्य किछि कार्य गुडी को त्रुटि होई पारे, विलंब होई पारे, जहा पई आपनकर मानसिक स्थिति अस्थिरता देखा देई पारे। तत्सहित कर्कट राशि व्यक्ति जो माने चाकरी संबंध रे कार्य करूछंती विशेषकर उपरस्थ कर्मचारी को अनुसार कार्य करंतु, कारण आज आपनकर कार्य त्रुटि कार्य चाप बढ़ी पारे, जहा पई आपण भल अस्थिरता रही पारंती। एहा प्रति सचेतन रुहंतु। तेबे कर्कट राशि व्यक्ति आज मन को स्थिर रखिबा पई किछि प्रवचन आध्यात्मिक कार्य रे नियोजित रखंतु, तेबे जाई आपण धीरे धीरे सफलता आडको अग्रगति करिवे। तेबे आज कर्कट राशि व्यक्ति विशेषकर चाकरी संबंधर कार्य गुडी को आपनकु जदि इंटरव्यू एग्जाम थिबो सेतिरे सफलता पाइबा टिके निराशपण देखा देई पारे। तेबे आज कर्कट राशि व्यक्ति आपनकर प्रेम दुनिया रे जो माने जड़ित अछंती टिके भल संबंध रखिबा पई चेष्टा करंतु, कारण आपनकर अहंकार भावना जुगु निज भितरे जहा कि संपर्क खराब होबार चांस रहउछि। तेबे कर्कट राशि दूर यात्रा करूथिले आपनकु किछि भल सुजोग बा कार्य सफलता जुग रहुछि। तेबे कर्कट राशि व्यक्ति आज राजनीतिक सामाजिक क्षेत्र में कार्य गुडी को स्थिरता अवलंबन करंतु, जहा आपनक पई भलो हेबो। व्यापार वाणिज्य रे आपण आकस्मिक भावे अधिक लाभ प्राप्त करिवार पूर्ण सुजोग रहुछि, जहा आपनक भाग्य चक्र रु जणा पड़ि। तेबे नूतन व्यापार वाणिज्य आज निष्पत्ति नियंतु नाही, जहा आपनक पई भलो हेबो। तेबे कर्कट राशि व्यक्ति आज स्वास्थ्यगत दृष्टि देखिले आपनकर स्वास्थ्य समस्या अनेक प्रकार खराब होबार चांस रहुछि, जहा आपनक भाग्य चक्र जणा पड़े। तेणु निजर स्वास्थ्य प्रति पूर्ण सचेतन रुहंतु। पूर्वरु जदि स्वास्थ्य समस्या जो थिबो ताहा केमिति पुनरावृत्ति न हेबो यहा प्रति ध्यान देले आज दिनटी अति सुखमय परिवेश रे कटिबो। आज कर्कट राशि व्यक्तिंकर भाग्य संख्या रहिछि जहा कि 2, भाग्य रंग धूसर रंग व्यवहार करि परिबे एवं ग्रह माने आपनको आज 70% साथ दउचंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज समस्त प्रकार कार्य क्षेत्र रे आपण सफलता पाइबार पूर्ण सुजोग रहुछि। आज समय अनुसार समस्त प्रकार कार्य होबा सहित दैनंदिन कार्य गुडी को आपण उत्साह सहकारे करिवे। तत्सहित आज सिंह राशि व्यक्ति गुरुत्वपूर्ण निष्पत्ति नबा पई ग्रह माने आपनको पूर्ण सहयोग करूछंती। ऑफिस जनित कार्य रे जदि सिंह राशि माने जड़ित थिबे आज महा आनंदर दिन होई पारे। प्रत्येक कार्य आपनको सहयोग करिवे एवं सहकर्मी माने आपनको अनेक प्रकार सहयोग करिबा सहित कार्य प्रशंसा पाइबार उपरस्थ कर्मचारी ठारू पूर्ण जुग रहुछि, जहा सिंह राशि व्यक्ति भाग्य चक्र जना पड़ुछि। तेबे सिंह राशि व्यक्ति आज ऑफिस जनित कार्य रे आपनकर कार्य जहा कि पदोन्नति होबार बा पदोन्नति क्षेत्र रे किछि संभावना रहुछि। तेबे आज सिंह राशि व्यक्ति आपनकर राजनीतिक सामाजिक क्षेत्र रे अनेक मान सम्मान प्रतिष्ठा लाभ करिवार पूर्ण सुजोग रहुछि। शिक्षार्थी विद्यार्थी मानकर इंटरव्यू एग्जाम थिले आपनकर भाग्य आज 2 गुणित रहिछि, जहा कि समस्त क्षेत्र रे आपण सफलता पाइबा सहित प्रेम संबंध रे जदि जड़ित अछंती आज अनेक प्रकार मधुर संपर्क बढ़िबो, जहा आपनक भाग्य चक्र जना पड़ुछि। तेबे आज नूतन प्रेम वार्तालाप करिबा पई पूर्ण सुजोग रहुछि सिंह राशि व्यक्तिंकर एवं परिवार वर्ग एवं आपनकर बंधु वर्गक सहित भल संबंध रहिबो, जहा आपनक भाग्य चक्र जना पड़ुछि। तेबे सिंह राशि व्यक्ति
आज जेकोसी कार्य जदि दूर यात्रा करुछंती विशेष करी अर्थजनित क्षेत्र में आपण अनेक प्रकार लाभ प्राप्त करिवार पूर्ण सुयोग रहउची एवं व्यापार वाणिज्य रे आपण दुई गुणित लाभ पाइबा सहित नूतन व्यापार वाणिज्य निष्पत्ति नवा पई पूर्ण सुयोग रहउची ग्रह मानकर। आज सिंह राशि व्यक्तिंकर जहा के आपणकर करिथिबा पूर्वरु परिश्रमर फल प्राप्त करिबा सहित अर्थ संचय करिवार पूर्ण सुयोग रहउची जहा सिंह राशि व्यक्तिंग भाग्य चक्र जना पड़िछि। तेबे सिंह राशि व्यक्ति आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य समस्या रहिबो नाही जहा आपणक भाग्य चक्र जना पड़ुछि। आज सिंह राशि व्यक्तिंगर भाग्य संख्या रहिछि जहा कि 8 भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज समस्त प्रकार कार्य गुडी टिके धैर्य आवश्यकता रहिछि कोनोसी गुरुत्वपूर्ण निष्पत्ति ठारू टिके दूरता अवलंबन करंतु कारण आज कन्या राशि व्यक्तिंकर घात चंद्र युग रहुछि तेणु निश्चित कार्य प्रति सचेतन रुहंतु। तत्सहित दैनंदिन कार्य किछि त्रुटि आसीबो ऑफिस जनित कार्य किछि समस्या आसी पारे जहा पई आपनकर मानसिक स्थिति टिके अस्थिरता रही पारे यह प्रति सचेतन रुहंतु कन्या राशि व्यक्ति। आज कन्या राशि व्यक्ति ऑफिस जनित कार्य सहित आपनकर चाकरी संबंध रे कार्य मध्य त्रुटि हबो बा आपनकर कार्य आपनकर आशा अनुसार सफलता न होई पारे तेणु यह प्रति ध्यान दबा सहित कन्या राशि व्यक्ति राजनीतिक सामाजिक क्षेत्र में कार्य करुतले निजकु टिके स्थिरता रखंतु कौनसी अधैर्य बा अहंकार भावना बा बड़ंबा देखी कार्य करंतु नाही जहा आपनक पई भलो हेबे। तेबे कन्या राशि व्यक्ति आज प्रेम दुनिया ठारू निजकु दूरता अवलंबन करंतु कौनसी प्रेम क्षेत्र में आपण आज कथावार्ता संयमता निहाती आवश्यकता कारण निज भितर मनांतर जुग रहुची अहंकार भावना जुगु आपणकर संपर्क फाट देखा दे पारे तेणु यह प्रति सचेतन रहिबा सहित कन्या राशि व्यक्ति परिवार वर्गक सहित मनांतर जुग रहुची तत्सहित आपण निज भितर संपर्क भल रखिबा पई चेष्टा करंतु जहा आपणक पई भलो हेबे। तेबे आज कन्या राशि व्यक्ति आपणकर व्यापार वाणिज्य रे टिके धैर्य सहकारे व्यापार वाणिज्य करंतु कौनसी नूतन व्यापार वाणिज्य निष्पत्ति आज नियंतु नाही जहा आपणक पई भलो हेबो। तेबे कन्या राशि व्यक्ति आज आपणकर कौनसी अर्थ काहाकु धार उधार दियंतु नाही किंबा आणंतु नाही जहा आपणक पई भलो हेबे। तेबे कन्या राशि व्यक्ति आज स्वास्थ्यगत दृष्टि देखिले पूर्वरु जो स्वास्थ्य समस्या थिबो आज ताहा दुई गुणित होबार अनेक चांस रहुची तेणु यह प्रति निश्चित कन्या राशि व्यक्ति सचेतन रुहंतु विशेष करी निजर स्वास्थ्य केमती ठीक रहिबो बा खराब न होबो जदि अधिक खराब होउची कन्या राशि व्यक्ति आज निश्चित डॉक्टर परामर्श नियंतु जहा आपनको पई भलो हेबो। तेबे कन्या राशि व्यक्तिंकर आज भाग्य संख्या रहिछि जहा कि 7 भाग्य रंग आपनकर सबुज रंग व्यवहार करि परिबे एवं ग्रह माने आपनको आज 40% साथ दउछंती। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज दिनटी आपनको अनेक कार्य चाप बढ़ी पारे मनरे अशांति परिवेश सृष्टि होई पारे तेणु तुला राशि व्यक्ति धैर्य सहकारे निजर कार्य करंतु विशेष करी सांगसाथी परिवार वर्गक सहित संबंध भल रखंतु कारण आज अनेक संबंध खराब होई पारे जहा द्वारा आपणकर कार्य निश्चित खराब होई पारे। विशेष करी आपण चाकरी संबंध रे कार्य करूछंती जदि तुला राशि व्यक्ति निश्चित सचेतन रुहंतु उपरस्थ कर्मचारी को अनुसार कार्य करंतु जहा आपणक पई भलो हेबे। तेबे तुला राशि व्यक्ति आज आपणकर जहा कि राजनीतिक सामाजिक क्षेत्र रे आपण धैर्य सहकारे प्रत्येक कार्य करिले आपणकर मान सम्मान वृद्धि होई पारे। तत्सहित ऑफिस जनित कार्य सहित आपणकर जदि चाकरी संबंध रे किछि इंटरव्यू एग्जाम थिबो तेबे आशा अनुसार सफलता न मिल पारे किंतु विफलता मध्य हबो नाही जहा आपणक भाग्य चक्र जना पड़े। तेबे तुला राशि व्यक्ति आज आपणकर प्रेम दुनिया रे जो माने जड़ित अछंती मधुर संपर्क भितरे किछि फाट सृष्टि होई पारे निजर अहंकार भावना को टिके संयमता रखंतु विशेष करी आपण कथावार्ता बेले आवश्यक स्थले चुप रहंतु देखिबा आपणकर संपर्क भल रहिबो। तत्सहित आज जहाँकि तुला राशि व्यक्ति आपणकर अर्थजनित व्यापार वाणिज्य रे आपण अनेक प्रकार लाभ करिवार पूर्ण सुयोग रहुछि जहा आपणक भाग्य चक्र जना पड़े तेणु अर्थजनित व्यापार वाणिज्य पई आज निश्चित निष्पत्ति नेले कोनोसी क्षति हबो नाही।
ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ ମଧ୍ୟ କିଛି ଆପଣ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କିଛି ମାତ୍ରାରେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ବିଶେଷ କରି ମାନସିକ ସ୍ଥିତି ଆପଣଙ୍କର ଅସ୍ଥିରତା ଅଧିକ ଦେଖା ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସମସ୍ତ ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଆପଣ ବିଫଳତା ଯୁଗ ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟରେ ତ୍ରୁଟି ଆସିପାରେ, ଯାହା ପାଇଁ ମାନସିକ ସ୍ଥିତି ଅସ୍ଥିରତା ଦେଖା ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି କାର୍ଯ୍ୟରେ ଗୁଡ଼ିକୁ ନିଜକୁ ସଂଯମତା ନିହାତି ଆବଶ୍ୟକତା। ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ଅଫିସ ଜନିତ କାର୍ଯ୍ୟରେ ଯୋଉମାନେ ଜଡିତ ଅଛନ୍ତି କାର୍ଯ୍ୟ ତ୍ରୁଟି ଆସିପାରେ ଏବଂ କାର୍ଯ୍ୟ ଚାପ ବଢିପାରେ, ଯାହା ପାଇଁ ଆପଣ ଅବହେଳାଯୁକ୍ତ ରହିପାରନ୍ତି ଏବଂ ଉପରସ୍ଥ କର୍ମଚାରୀଙ୍କ ଠାରୁ ଗାଳି ମଧ୍ୟ ଶୁଣିବାର ପୂର୍ଣ୍ଣ ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ବିଛା ରାଶି ବ୍ୟକ୍ତି ସାବଧାନ ରହିବା ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କାହା ସହିତ ଯାହାକି ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ର ଟିକେ ସ୍ଥିର ରଖିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ବିଫଳତା ଯୋଗ ଅନେକ ପ୍ରକାର ରହୁଛି। ତେଣୁ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣ ଟିକେ ନିଜକୁ ସଂଯମତା ବା ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ କ୍ଷେତ୍ରରେ ଆଦୌ ଉତ୍ତମ ଦିନ ହୋଇନପାରେ। ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ ଅନେକ ମନାନ୍ତର ଯୁଗ ରହୁଛି। ତତ୍ସହିତ ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ବିଛା ରାଶି ବ୍ୟକ୍ତି ମାନେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ଯୁଗ ସାମ୍ନା ରହିବାର ଯୁଗ ରହୁଛି। ତେଣୁ ଆପଣ ନିଶ୍ଚିତ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଦୂରଯାତ୍ରା କରୁଥିଲେ ବିଛା ରାଶି ବ୍ୟକ୍ତି ଆଜି ବିଫଳତା ମଧ୍ୟ ସାମ୍ନା କରିବାର ଯୁଗ ରହୁଛି। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ବେପାର ବାଣିଜ୍ୟରେ ଆପଣ ବିଫଳତା ଯୁଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଦ୍ୱିଗୁଣିତ ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନୂତନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ଧନୁ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳ ସମ୍ପୂର୍ଣ୍ଣ ଭିନ୍ନ ହେବ ଏବଂ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରାଇପାରେ ଏବଂ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣିତ ହେବ। ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ ଉପରସ୍ଥ କର୍ମଚାରୀ ଆପଣଙ୍କୁ ଯାହାକି ପ୍ରଶଂସା କରିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଅନେକ ପ୍ରକାରର ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ ମଧୁରତା ଅଧିକ ଦେଖାଦେବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମଧ୍ୟ ହସ ଖୁସିରେ କଟିବା ସହିତ ବନ୍ଧୁ ବର୍ଗଙ୍କ ସହିତ ଆଜି ଆପଣଙ୍କର ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଜି ନିଶ୍ଚିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସହଯୋଗ କରୁଛନ୍ତି ପୂର୍ଣ୍ଣ ଦୃଷ୍ଟିରେ। ତେବେ ଧନୁ ରାଶି ବ୍ୟକ୍ତି
ଆଜି ଆପଣ ଯାହାକି ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆପଣ ଆଜି ମାନସିକ ସ୍ତରରେ ମଧ୍ୟ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ କାର୍ଯ୍ୟଗୁଡ଼ିକ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହିଛି। ଆଜି କାର୍ଯ୍ୟରେ ବହୁତ ଆନନ୍ଦିତ ରହିପାରନ୍ତି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ବିଶେଷ କରି ଆଜି ମକର ରାଶି ବ୍ୟକ୍ତିଙ୍କର ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ ଉତ୍ସାହ ଏବଂ ପ୍ରତ୍ୟେକ କାର୍ଯ୍ୟ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ ଏବଂ କାର୍ଯ୍ୟରେ ଆପଣଙ୍କୁ ସହଯୋଗ ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସାଥ ଦେଉଛନ୍ତି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବାର ପୂର୍ଣ୍ଣ ସହଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ଆଶା ଅନୁସାରେ ସଫଳତା ମିଳିବାର ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଆପଣଙ୍କ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ବିଶେଷ କରି ପୁରୁଷମାନେ ମହିଳାଙ୍କ ସହିତ ଅଧିକ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ଆପଣଙ୍କ ପାଇଁ ଏକ ଅତି ଆନନ୍ଦର ଦିନ କହିଲେ ଅତ୍ୟୁକ୍ତି ହବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଯୋଉମାନେ ଜଡିତ ଅଛନ୍ତି ନିଶ୍ଚିତ ଆଶା ଅନୁସାରେ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଦୂରଯାତ୍ରା ଯଦି କରୁଛନ୍ତି ନିଶ୍ଚିତ ସେ ଦୂରଯାତ୍ରାରେ ଆପଣ ସଫଳତା ପାଇବେ ଏବଂ ଶତ୍ରୁମାନେ ଆଜି ପରାଜିତ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଯୋଉମାନେ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟାରେ ପକଉଥିଲେ ଆଜି ନିଶ୍ଚିତ ସେମାନଙ୍କୁ ଆଜି ଆପଣ ପାନେ ଦବାର ଉତ୍ତମ ଯୁଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ ଗୁଡ଼ିକୁ ଟିକେ ଧୈର୍ଯ୍ୟ ନିହାତି ଆବଶ୍ୟକତା। ଧୈର୍ଯ୍ୟ ସହକାରେ ଯଦି କୁମ୍ଭ ରାଶି ବ୍ୟକ୍ତି କାର୍ଯ୍ୟ ପରିଚାଳନା କରୁଛନ୍ତି ତେବେ ଯାଇ ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନେଇପାରେ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଟିକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର କାର୍ଯ୍ୟ କୌଶଳକୁ ଟିକେ ପରିବର୍ତ୍ତନ ନିହାତି ଆବଶ୍ୟକତା ରହିଛି। ଅଫିସ ଜନିତ କାର୍ଯ୍ୟରେ ତ୍ରୁଟି ଆସିପାରେ ତେଣୁ ଏହା ପ୍ରତି ଧୈର୍ଯ୍ୟ ରଖନ୍ତୁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଯଦି ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣଙ୍କର ଆଜି ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ବିଳମ୍ବ ଯୁକ୍ତ କାର୍ଯ୍ୟ ରହୁଛି ତେଣୁ ଏହା ପ୍ରତି ନିହାତି ଧ୍ୟାନ ଦେବାର ଆବଶ୍ୟକତା ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ଆଜି ନିଶ୍ଚିତ ଆପଣଙ୍କର ସମ୍ପର୍କ କିଛି ଅପ୍ରୀତିକର ଖରାପ ଯୁଗ ରହୁଛି ବା ନିଜ ଭିତରେ ମନାନ୍ତର ଯୁଗ ରହୁଛି ତେଣୁ ଏହା ପ୍ରତି ନିହାତି କୁମ୍ଭ ରାଶି ବ୍ୟକ୍ତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଉତ୍ତମ ଯୁଗ ହୋଇ ନପାରେ ଏବଂ ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ କିଛି କୁମ୍ଭ ରାଶି ବ୍ୟକ୍ତିଙ୍କର ମନାନ୍ତର ଯୁଗ ରହୁଛି। ତେବେ କିଛି ଯଦି କାର୍ଯ୍ୟରେ ଆପଣଙ୍କର ଯୁକ୍ତିତର୍କ ହୋଇପାରେ ତେବେ ଆପଣ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ ଯାହା ଆପଣଙ୍କର ସମ୍ବନ୍ଧ ଭଲ ରଖିବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଅନାବଶ୍ୟକ ଖର୍ଚ୍ଚ ଠାରୁ କିନ୍ତୁ କୁମ୍ଭ ରାଶି ବ୍ୟକ୍ତି ଆଜି ଦୂରତା ଅବଲମ୍ବନ କରନ୍ତୁ। ଆପଣଙ୍କର ଯୋଜନା ଅନୁସାରେ ଯଦି ବେପାର ବାଣିଜ୍ୟ କରିବେ ନିଶ୍ଚିତ ସଫଳତା ପାଇବେ କିନ୍ତୁ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଆଜି ଦୂରତା ଅବଲମ୍ବନ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣଙ୍କର ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ବୃଦ୍ଧି ହେବା ସହିତ ଆଜି ମାନସିକ ସ୍ଥିତି ଅଧିକ ଅସ୍ଥିରତା ଦେଖା ଦେଇପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତିଙ୍କର
आज भाग्य संख्या रही जहाँकि 6। भाग्य रंग आपण कला रंग व्यवहार करें एवं ग्रह माने आपण को आज 70% साथ दौरान। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज निश्चित निजर कार्य प्रति टिके संयमता निहाती आवश्यकता रही। दैनंदिन कार्य अनेक समस्या आसीपारे, त्रुटि आसीपारे, निज भीतर संपर्क खराब होबार चांस रहुछि, झगड़ा कलह आसीपारे जहाँ आपण भाग्य चक्र जना पड़ुछि। तेणु मीन राशि व्यक्ति यह प्रति निश्चित सावधान रहिबा सहित गुरुत्वपूर्ण निष्पत्ति ठारू दूरता अवलंबन करंतु। तेबे मीन राशि व्यक्ति जो माने ऑफिस जनित कार्य जड़ित अछंती आपण टिके संयमता निहाती आवश्यकता। उपरस्थ कर्मचारी अनुसार कार्य करंतु एवं सहयोगी सहित भल संपर्क रखंतु, कारण आज निज भीतर संपर्क खराब होबार चांस रहुछि जहाँ मीन राशि व्यक्ति भाग्य चक्र जना पड़ुछि। तेणु मीन राशि व्यक्ति आज जो माने राजनीतिक सामाजिक क्षेत्र में कार्य करुछंती आपण को टिके स्थिरता रखंतु। आज बढ़ामी बा कोनोसी कार्य रे हस्तक्षेप करंतु नाही जहाँ आपनको पाई भलो हेबे। तेबे शिक्षार्थी विद्यार्थी मानकर आज भाग्य निम्नगामी रहुछि। तेणु यह प्रति सचेतन रहिबा सहित नूतन प्रेम वार्तालाप ठारू दूरता अवलंबन करंतु। मीन राशि व्यक्ति जो माने प्रेम संबंध रे जड़ित अछंती आज निज भीतर मनांतर जुग रहुछि। आवश्यक स्थले जदि युक्तितर्क हुए आपण चुप रुहंतु, जहाँ आपणकर संबंधर फाट सृष्टि हेबो नाही। तत्सहित आज मीन राशि व्यक्ति परिवार वर्ग बंधु वर्ग सहित भल संबंध रखंतु, जहाँ आपणक पई निहाती आवश्यकता रही। आज मीन राशि व्यक्ति व्यापार वाणिज्य रे अनेक प्रकार क्षति सहिबा को पड़िबो। तेणु कौनसी गुरुत्वपूर्ण निष्पत्ति ठारू अर्थात व्यापार वाणिज्य निष्पत्ति ठारू आपण दूरता अवलंबन करने सहित आपण आशा ठारू तो क्षति निश्चित मिलिबो। तेणु मीन राशि व्यक्ति यह प्रति ध्यान दियंतु। आवश्यक स्थले आज व्यापार वाणिज्य ठारू दूरता अवलंबन करिले आपणक पई उत्तम दिन होई पारे। तेबे मीन राशि व्यक्ति आज स्वास्थ्यगत दृष्टि देखिले पूर्व जो स्वास्थ्य समस्या थिबो आज ताहार पुनरावृत्ति होबार अनेक चांस रहुछि। तेणु आवश्यक स्थले आपण स्वास्थ्य केमिति ठीक रहिबो ताहा पई पूर्ण सचेतन रुहंतु। आज मीन राशि व्यक्ति दूर यात्रा पाई जदि किछि कार्य करूछन्ति बा जाउछन्ति तेबे आज ताकू नास्ति करंतु जहाँ आपणक पई भलो हेबो। तेबे मीन राशि व्यक्तिंकर आज भाग्य संख्या रहिछि जहाँकि 7। भाग्य रंग आपण हालुका हलदिया रंग व्यवहार करि परिबे एवं ग्रह माने आपणको आज 40% साथ दउछन्ति।